আজি ଆମେ ଓଏସ୍ଏସ୍ସି ପରୀକ୍ଷା ପାଇଁ ଗୋଟେ ଇଂରେଜୀ ପ୍ରାକ୍ଟିସ୍ ସେଟ୍ ଉପରେ ଗଭୀର ଆଲୋଚନା କରିବା। ଆମ ପାଖରେ 10ଟି ପ୍ରଶ୍ନ ଅଛି, କିନ୍ତୁ ଆମର ଲକ୍ଷ୍ୟ କେବଳ ଉତ୍ତର ଜାଣିବା ନୁହେଁ, ହଁ ବରଂ ପ୍ରଶ୍ନ ପଛର ଉଦ୍ଦେଶ୍ୟକୁ ବୁଝିବା। ବିଲକୁଲ ମାନେ ପରୀକ୍ଷକ ପ୍ରକୃତରେ କ'ଣ ଜାଣିବାକୁ ଚାହାନ୍ତି, ଶବ୍ଦ ଜ୍ଞାନ, ବ୍ୟାକରଣ ନିୟମ ନା ଆଉ କିଛି? ଏକଦମ ଠିକ୍ କଥା କହିଲେ। କାରଣ କୌଣସି ବି ପରୀକ୍ଷା କେବଳ ଜ୍ଞାନର ପରୀକ୍ଷା ନୁହେଁ, ଏହା ଏକ କୌଶଳର ପରୀକ୍ଷା। ଠିକ୍। ଆଉ ଓଏସ୍ଏସ୍ସି ଇଂରାଜୀ ପ୍ରଶ୍ନଗୁଡ଼ିକ ମୁଖ୍ୟତଃ ଚାରୋଟି ଜିନିଷ ଉପରେ ହିଁ ତିଆରି: ଶବ୍ଦକୋଷ, ବ୍ୟାକରଣ, ବାକ୍ୟ ଗଠନ ଆଉ ବୋଧଗମ୍ୟତା। ଠିକ୍ ଅଛି। ତେବେ ଚାଲନ୍ତୁ ସେହି ଶବ୍ଦକୋଷରୁ ହିଁ ଆରମ୍ଭ କରିବା। ଆମର ପ୍ରଥମ ପ୍ରଶ୍ନ ହେଉଛି ଏବଣ୍ଡେଣ୍ଟ ଶବ୍ଦର ସମାର୍ଥବୋଧକ ଶବ୍ଦ ବା ସିନୋନିମ୍ କ'ଣ? ବିକଳ୍ପଗୁଡ଼ିକ ହେଲା ଏ ସ୍କାର୍ସ, ବି ପ୍ଲେଣ୍ଟିଫୁଲ୍, ସି ଲିମିଟେଡ୍ ଆଉ ଡି ରେୟାର। ହଁ ଦେଖନ୍ତୁ, ଏଇଟା ଗୋଟେ ବହୁତ ଷ୍ଟ୍ରେଟ୍ ଫରୱାର୍ଡ ପ୍ରଶ୍ନ। ଆବଣ୍ଡେଣ୍ଟର ଅର୍ଥ ତ ହେଉଛି ପ୍ରଚୁର। ପ୍ରଚୁର, ହଁ। ତେଣୁ ୟାର ସିଧାସଳଖ ସମାର୍ଥବୋଧକ ଶବ୍ଦ ହେବ ବି ପ୍ଲେଣ୍ଟିଫୁଲ୍। ବାକି ଯୋଉ ତିନୋଟି ଅଛି ସ୍କାର୍ସ, ଲିମିଟେଡ୍, ରେୟାର, ସେଗୁଡ଼ିକ ତ ଠିକ୍ ତାର ଉଲ୍ଟା। ହଁ, ସେଗୁଡ଼ିକ ତ ବିପରୀତ ଶବ୍ଦ ଭଳି ଲାଗୁଛି। ଏକଦମ। ଆଚ୍ଛା, ଏବେ ଦ୍ୱିତୀୟ ପ୍ରଶ୍ନକୁ ଆସିବା, ଯାହାକି ବିପରୀତ ଶବ୍ଦ ବା ଆଣ୍ଟୋନିମ୍ ଉପରେ। ଏନ୍ସିଏଣ୍ଟ ଶବ୍ଦର ବିପରୀତ କ'ଣ? ବିକଳ୍ପ ହେଲା ଏ ଓଲ୍ଡ, ବି ଆଣ୍ଟିକ୍, ସି ମଡର୍ଣ୍ଣ ଆଉ ଡି ହିଷ୍ଟୋରିକାଲ। ଏଠି ଦେଖନ୍ତୁ ପରୀକ୍ଷକ କେମିତି ଜାଣିଶୁଣି ଟିକେ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି। ହଁ, ସବୁ ଶବ୍ଦ ପାଖାପାଖି ଲାଗୁଛି। ବିଲକୁଲ। ଏନ୍ସିଏଣ୍ଟ ମାନେ ପ୍ରାଚୀନ, ଓଲ୍ଡ, ଆଣ୍ଟିକ୍, ହିଷ୍ଟୋରିକାଲ ଏସବୁ ତ ପାଖାପାଖି ଗୋଟେ ଅର୍ଥ। ତେଣୁ ସେଗୁଡ଼ିକ ତ ହେବନି। ଯାହା ଅଲଗା ଲାଗୁଛି ସେଇଟା ହିଁ ଉତ୍ତର ହେବ। ମଡର୍ଣ୍ଣ। ଏକ୍ଜାକ୍ଟଲି। ଏହାକୁ ହିଁ ଏଲିମିନେସନ୍ ମେଥଡ୍ କୁହାଯାଏ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏଇ କୌଶଳ ବହୁତ କାମରେ ଆସେ। ତେଣୁ ସଠିକ୍ ଉତ୍ତର ହେବ ସି ମଡର୍ଣ୍ଣ। ବୁଝିଲେ। ତେବେ ଆମେ ଏବେ ଗୋଟିଏ ଶବ୍ଦର ଅର୍ଥ ଦେଖିଲେ, କିନ୍ତୁ ଯେତେବେଳେ କିଛି ଶବ୍ଦ ମିଶିକି ଗୋଟେ ଅଲଗା ଅର୍ଥ ତିଆରି କରନ୍ତି, ମାନେ ଇଡିୟମ୍ସ। ହଁ, ତୃତୀୟ ପ୍ରଶ୍ନ ସେହି ବିଷୟରେ। ବ୍ରେକ୍ ଦି ଆଇସ୍। ଏହି ଇଡିୟମ୍ ବା ରୂଢ଼ିର ଅର୍ଥ କ'ଣ? ବିକଳ୍ପଗୁଡ଼ିକ ହେଲା ଏ ଟୁ ଷ୍ଟପ୍ ୱାର୍କ, ବି ଟୁ ମେକ୍ ସମୱାନ୍ ଆଙ୍ଗ୍ରି, ସି ଟୁ ଷ୍ଟାର୍ଟ ଏ କନଭରସେସନ୍ ଆଉ ଡି ଟୁ ଏଣ୍ଡ ଫ୍ରେଣ୍ଡସିପ୍। ହଁ, ଆଇଡିୟମ୍ସ ହେଉଛି ଭାଷାର ଗୋଟେ ସୁନ୍ଦର ଅଂଶ। ବ୍ରେକ୍ ଦି ଆଇସ୍ର ଆକ୍ଷରିକ ଅର୍ଥ ବରଫ ଭାଙ୍ଗିବା, ହେଲେ ବି ଏହାର ଭାବାର୍ଥ ସମ୍ପୂର୍ଣ୍ଣ ଅଲଗା। ଯେତେବେଳେ କେଉଁଠି ଲୋକମାନେ ଚୁପଚାପ ବସିଥାନ୍ତି, ଗୋଟେ ଅଜବ ନୀରବତା ଥାଏ, ସେତେବେଳେ କେହି ଜଣେ କିଛି କହି କଥାବାର୍ତ୍ତା ଆରମ୍ଭ କଲେ ତାକୁ ହିଁ ବ୍ରେକ୍ ଦି ଆଇସ୍ କୁହାଯାଏ। ତେଣୁ ସଠିକ୍ ଉତ୍ତର ହେବ ସି ଟୁ ଷ୍ଟାର୍ଟ ଅ କନଭରସେସନ୍। ଆଚ୍ଛା, ତାହେଲେ ଏମିତି ଭାବେ ହେବ କି ଆଇସ୍ ମାନେ ନୀରବତା ଆଉ ବ୍ରେକ୍ ମାନେ ସେଇ ନୀରବତାକୁ ଭାଙ୍ଗିବା। ବାଃ, ବହୁତ ବଢ଼ିଆ ଉପାୟରେ ମନେ ରଖିଲେ। ପ୍ରତ୍ୟେକ ଇଡିୟମ୍ ପଛରେ ଏମିତି ଗୋଟେ ଚିତ୍ର ଥାଏ। ତାକୁ ଧରିପାରିଲେ ଆଉ ମୁଖସ୍ଥ କରିବାକୁ ପଡ଼େନି। ଠିକ୍ ଅଛି। ତେବେ ଶବ୍ଦକୋଷରୁ ଏବେ ଆସିବା ବ୍ୟାକରଣର ଦୁନିଆକୁ। ଚତୁର୍ଥ ପ୍ରଶ୍ନ ହେଉଛି ତ୍ରୁଟି ନିରୂପଣ ବା ସ୍ପଟିଂ ଏରର। ବାକ୍ୟଟି ହେଉଛି ସି ଡିଡ୍ ନଟ୍ ନୋ ଆବାଉଟ୍ ଦ ପ୍ଲାନ୍। ଏହି ବାକ୍ୟର କେଉଁ ଅଂଶରେ ଭୁଲ ଅଛି? ଏ ସି ଡିଡ୍ ନଟ୍, ବି ନ୍ୟୁ, ସି ଏବାଉଟ୍ ନା ଡି ଦ ପ୍ଲାନ୍? ଏଇ ଭୁଲଟା ବହୁତ ଲୋକ କରନ୍ତି। ଏଠାରେ ତ୍ରୁଟି ଅଛି ବି ନ୍ୟୁ ଅଂଶରେ। ନ୍ୟୁରେ। ହଁ, ନିୟମଟି ହେଉଛି ଯେତେବେଳେ ବାକ୍ୟରେ ଡୁ, ଡଜ୍ କିମ୍ବା ଡିଡ୍ ବ୍ୟବହାର ହୁଏ, ତାପରେ ସବୁବେଳେ ଭର୍ବର ମୂଳ ରୂପ V1 ଫର୍ମ ହିଁ ବ୍ୟବହାର ହୁଏ। ଡିଡ୍ ନିଜେ ହିଁ ଅତୀତ କାଳକୁ ବୁଝାଇ ସାରିଛି। ଆଚ୍ଛା। ତେଣୁ ପୁଣି ନ୍ୟୁ, ଯାହାକି V2, ତାକୁ ବ୍ୟବହାର କରିବାର କୌଣସି ଆବଶ୍ୟକତା ନାହିଁ। ତେଣୁ ସଠିକ୍ ବାକ୍ୟ ହେବ ସି ଡିଡ୍ ନଟ୍ ନୋ ଆବାଉଟ୍ ଦ ପ୍ଲାନ୍। ବୁଝିଲି। ତାହେଲେ ଯଦି ବାକ୍ୟଟି ପ୍ରଶ୍ନବାଚକ ହୋଇଥାନ୍ତା, ଯେମିତି ଡିଡ୍ ସି ନ୍ୟୁ, ସେଠି ବି ଭୁଲ ହୋଇଥାନ୍ତା? ଏକଦମ। ବହୁତ ଭଲ ପଏଣ୍ଟ ଧରିଲେ। ସେଠି ମଧ୍ୟ ସମାନ ନିୟମ ଲାଗୁ ହେବ। ଡିଡ୍ ସି ନୋ ହିଁ ସଠିକ୍ ହେବ। ଠିକ୍ ଅଛି। ଏବେ ଆସନ୍ତୁ ବ୍ୟାକରଣର ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିଗ, ଟେନ୍ସେସ୍କୁ। ପଞ୍ଚମ ପ୍ରଶ୍ନ ହେଉଛି ବାକ୍ୟ ସୁଧାର ଉପରେ। ବାକ୍ୟଟି ହେଉଛି ହି ଇଜ୍ ୱାର୍କିଂ ହିୟର ସିନ୍ସ 2020। ଏଥିରେ କ'ଣ ସୁଧାର ଦରକାର? ବିକଳ୍ପ ହେଲା ଏ ହ୍ୟାଜ୍ ବିନ୍ ୱାର୍କିଂ, ବି ୱାଜ୍ ୱାର୍କିଂ, ସି ହ୍ୟାଡ୍ ୱାର୍କଡ୍ ଆଉ ଡି ନୋ ଇମ୍ପ୍ରୁଭମେଣ୍ଟ। ଦେଖନ୍ତୁ, ଏହି ବାକ୍ୟରେ ଗୋଟେ କ୍ଲୁ ଅଛି। ସେଇଟା ହେଲା ସିନ୍ସ 2020। ହଁ। ଯେତେବେଳେ ସିନ୍ସ କିମ୍ବା ଫର୍ ଥାଏ ଆଉ କାମଟା ଅତୀତରୁ ଆରମ୍ଭ ହୋଇ ଏବେ ବି ଚାଲିଥାଏ, ସେତେବେଳେ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ବ୍ୟବହାର ହୁଏ। ଆଚ୍ଛା। ତେଣୁ ଏହାର ଗଠନ ହେଉଛି
has ପ୍ଲସ୍ been ପ୍ଲସ୍ verb ing। ତେଣୁ ସଠିକ ଉତ୍ତର ହେବ A, has been working। He has been working here since 2020। କିନ୍ତୁ ଏଇ ସେନ୍ସ ଅଫ୍ ଫର୍ ଭିତରେ ମାନେ ସବୁବେଳେ କନଫ୍ୟୁଜନ ରହେ। ଏକଦମ ସେଇ ପଏଣ୍ଟକୁ ମୁଁ ଆସୁଥିଲି। ଦେଖନ୍ତୁ, ସିନ୍ସ ଗୋଟେ ନିର୍ଦ୍ଦିଷ୍ଟ ଆରମ୍ଭ ସମୟ ପାଇଁ ଲାଗେ, ଯେମିତି ସିନ୍ସ ମଣ୍ଡେ। ଠିକ୍। କିନ୍ତୁ ଫର୍ ଗୋଟେ ସମୟ ଅବଧି ପାଇଁ ଲାଗେ, ଯେମିତି ଫର୍ 2 days। କିନ୍ତୁ ଦୁଇଟି ଯାକ କ୍ଷେତ୍ରରେ ଟେନ୍ସଟି ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ହିଁ ରହିବ। ବହୁତ ସ୍ପଷ୍ଟ ଭାବେ ବୁଝାଇ ଦେଲେ। ଏବେ ଷଷ୍ଠ ପ୍ରଶ୍ନକୁ ଆସିବା, ଯାହା ଶୂନ୍ୟ ସ୍ଥାନ ପୂରଣ ଉପରେ। ବାକ୍ୟଟି ହେଉଛି शी इज अफ्रेड डॉग्स। ବିକଳ୍ପଗୁଡ଼ିକ ହେଲା A from, B of, C with, D for। ଏହାର ଉତ୍ତର ହେବ B ଅଫ୍। ଏହାକୁ ଫିକ୍ସଡ୍ ପ୍ରେପୋଜିସନ୍ କୁହାଯାଏ। କିଛି ଶବ୍ଦ ସହିତ ମାନେ ଗୋଟେ ନିର୍ଦ୍ଦିଷ୍ଟ ପ୍ରେପୋଜିସନ୍ ହିଁ ସବୁବେଳେ ଲାଗେ। ଆଚ୍ଛା। ଏଫ୍ରେଡ୍ ଶବ୍ଦ ସହିତ ସବୁବେଳେ ଅଫ୍ ହିଁ ଆସେ। ଏହାର କୌଣସି ଖାସ୍ ନିୟମ ନାହିଁ, ଏହା କେବଳ ଭାଷାର ଏକ ଅଭ୍ୟାସ। ଆଚ୍ଛା, ଏଇଟାକୁ ତ କୋଲୋକେସନ୍ସ ବି କହନ୍ତି, ନୁହେଁ କି? ଯୋଉଠି କିଛି ଶବ୍ଦ ସବୁବେଳେ ଏକାଠି ଆସନ୍ତି। ହଁ, ବିଲକୁଲ। କୋଲୋକେସନ୍ସ କଥା ଉଠେଇ ବହୁତ ଭଲ କଲେ। ଯେମିତି ଫଣ୍ଡ ଅଫ୍, ପ୍ରାଉଡ୍ ଅଫ୍, ଲିସନ୍ ଟୁ, ଏଗୁଡ଼ିକ ସବୁ କୋଲୋକେସନ୍ସ। ଏଗୁଡ଼ିକୁ ମନେ ରଖିଲେ ଭାଷା ଅଧିକ ସ୍ୱାଭାବିକ ଲାଗେ। ବାଃ। ତେବେ ବ୍ୟାକରଣର ଆଉ ଏକ ମୁଖ୍ୟ ଅଂଶ ହେଉଛି ଭଏସ୍ ଚେଞ୍ଜ। ସପ୍ତମ ପ୍ରଶ୍ନ ସେଇ ବିଷୟରେ। ଆକ୍ଟିଭ୍ ଭଏସ୍ରେ ବାକ୍ୟଟି ହେଉଛି ଦେ ଆର୍ ରିପେୟାରିଂ ଦ ରୋଡ୍। ଏହାର ପ୍ୟାସିଭ୍ ଫର୍ମ କ'ଣ ହେବ? A, ଦ ରୋଡ୍ ଇଜ୍ ରିପେୟାର୍ଡ, B, ଦ ରୋଡ୍ ୱାଜ୍ ରିପେୟାର୍ଡ, C, ଦ ରୋଡ୍ ଇଜ୍ ବିଙ୍ଗ ରିପେୟାର୍ଡ, ନା D, ଦ ରୋଡ୍ ହ୍ୟାଜ୍ ରିପେୟାର୍ଡ। ମୁଁ ଯେତେବେଳେ ପ୍ରସ୍ତୁତ ହେଉଥିଲି, ଏ ଆକ୍ଟିଭ୍ ପ୍ୟାସିଭ୍ ଭଏସ୍ ମୋତେ ବହୁତ ହଇରାଣ କରୁଥିଲା, ବିଶେଷ କରି କଣ୍ଟିନ୍ୟୁଅସ୍ ଟେନ୍ସ। ଆଚ୍ଛା। ମୂଳ ବାକ୍ୟଟି ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଅଛି, ଆର୍ ରିପେୟାରିଂ। ତେଣୁ ଏହାର ପ୍ୟାସିଭ୍ ଭଏସ୍ରେ ଗୋଟେ ଜିନିଷ ମନେ ରଖିବାକୁ ହେବ। ଯୋଉଠି ଆକ୍ଟିଭ୍ରେ ଆଇଏନ୍ଜି ଅଛି, ପ୍ୟାସିଭ୍ରେ ସେଇଠି ବିଙ୍ଗ ଆସିବ। ଓହୋ, ଆଇଏନ୍ଜି ପାଇଁ ବିଙ୍ଗ? ଏଇଟା ତ ବହୁତ ସହଜ ଉପାୟ। ହଁ, ତେଣୁ ନିୟମ ଅନୁସାରେ ସଠିକ ଉତ୍ତର ହେବ ସି, ଦ ରୋଡ୍ ଇଜ୍ ବିଙ୍ଗ ରିପେୟାର୍ଡ। ଠିକ୍। ତେବେ ଏହା କ'ଣ ପାଷ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ପାଇଁ ବି ଲାଗୁ ହେବ? ନିଶ୍ଚୟ। ଯଦି ଥାନ୍ତା ଦେ ୱର୍ ରିପେୟାରିଂ ଦ ରୋଡ୍, ତେବେ ପ୍ୟାସିଭ୍ ହୋଇଥାନ୍ତା ଦ ରୋଡ୍ ୱାଜ୍ ବିଙ୍ଗ ରିପେୟାର୍ଡ। ବହୁତ ବଢ଼ିଆ। ଏବେ ଆସନ୍ତୁ ବାକ୍ୟ ଗଠନ ଉପରେ ଦୃଷ୍ଟି ଦେବା। 8 ନମ୍ବର ପ୍ରଶ୍ନ ହେଉଛି ସେଣ୍ଟେନ୍ସ ଆରେଞ୍ଜମେଣ୍ଟ। 3ଟି ଶବ୍ଦଖଣ୍ଡ ଦିଆଯାଇଛି। P, ଭେରି ହାର୍ଡ, Q, ୱାର୍କସ୍, R, ହି। ଏହାକୁ ସଜାଇଲେ ସଠିକ୍ କ୍ରମ କ'ଣ ହେବ? A, RQP, B, RPQ, C, QRP, D, PRQ। ଏଇଟା ତ ଇଂରାଜୀ ବାକ୍ୟ ଗଠନର ସବୁଠୁ ମୌଳିକ ନିୟମକୁ ପରଖୁଛି। SVO, ସବଜେକ୍ଟ, ଭର୍ବ, ଅବଜେକ୍ଟ। ଏକଦମ। ଏଠାରେ ହି, ଆର୍ ହେଉଛି ସବଜେକ୍ଟ, ୱାର୍କସ୍, କ୍ୟୁ ହେଉଛି ଭର୍ବ, ଆଉ ଭେରି ହାର୍ଡ, ପି ହେଉଛି ଏଡଭର୍ବ। ତେଣୁ ସଠିକ କ୍ରମ ହେବ ଆର୍କ୍ୟୁପି। ହି ୱାର୍କସ୍ ଭେରି ହାର୍ଡ। ହଁ, ତେଣୁ ସଠିକ ଉତ୍ତର ଏ, ଆର୍କ୍ୟୁପି। ହଁ, ନିୟମଟା ସିନା ସହଜ, କିନ୍ତୁ ପରୀକ୍ଷା ହଲ୍ର ଟେନସନରେ ମାନେ ବେଳେବେଳେ ସହଜ ଜିନିଷ ବି ଭୁଲ ହୋଇଯାଏ। ସତ କଥା। ସେଥିପାଇଁ ମୌଳିକ ଜିନିଷଗୁଡ଼ିକୁ ବାରମ୍ବାର ଅଭ୍ୟାସ କରିବା ଜରୁରୀ। ଠିକ୍। ଏବେ ନବମ ପ୍ରଶ୍ନ, ଯାହା ବାକ୍ୟ ସଂଯୋଗ ଉପରେ। 2ଟି ଛୋଟ ବାକ୍ୟ ଅଛି, ହି ୱାଜ୍ ଟାୟାର୍ଡ, ହି କଣ୍ଟିନ୍ୟୁଡ୍ ୱାର୍କିଂ। ଏହାକୁ ଯୋଡ଼ିବା ପାଇଁ କେଉଁ କଞ୍ଜଙ୍କ୍ସନ୍ ବା ସଂଯୋଜକ ସବୁଠାରୁ ଉପଯୁକ୍ତ? A, and, B, but, C, so, D, because। ଏହାର ଉତ୍ତର ପାଇଁ ଆମକୁ ବାକ୍ୟ ଦୁଇଟି ଭିତରେ ସମ୍ପର୍କଟାକୁ ଦେଖିବାକୁ ପଡ଼ିବ। ପ୍ରଥମ ବାକ୍ୟ କହୁଛି ସେ କ୍ଳାନ୍ତ ଥିଲେ। ହଁ। ଦ୍ୱିତୀୟ ବାକ୍ୟ କହୁଛି ସେ କାମ ଜାରି ରଖିଲେ। ଏହା ତ ଗୋଟେ ବିପରୀତ କଥା। ସାଧାରଣତଃ କ୍ଳାନ୍ତ ହେଲେ ଲୋକ ବିଶ୍ରାମ ନିଏ। ଠିକ୍। ତେଣୁ ଏହିପରି ବିପରୀତ ଭାବକୁ ଯୋଡ଼ିବା ପାଇଁ ଆମେ ବ୍ୟବହାର କରୁ ବି, ବଟ୍। ହି ୱାଜ୍ ଟାୟାର୍ଡ ବଟ୍ ହି କଣ୍ଟିନ୍ୟୁଡ୍ ୱାର୍କିଂ। ତାହେଲେ ସୋ କେତେବେଳେ ବ୍ୟବହାର ହୁଅନ୍ତା? ଯଦି ବାକ୍ୟଟି ଥାନ୍ତା ହି ୱାଜ୍ ଟାୟାର୍ଡ, ହି ଟୁକ୍ ରେଷ୍ଟ। ଏକଦମ ଠିକ୍ ଧରିଛନ୍ତି। ସେତେବେଳେ ହୋଇଥାନ୍ତା ହି ୱାଜ୍ ଟାୟାର୍ଡ ସୋ ହି ଟୁକ୍ ରେଷ୍ଟ। ସୋ ଫଳାଫଳ ପାଇଁ ଆଉ ବିକଜ କାରଣ ପାଇଁ ବ୍ୟବହାର ହୁଏ। ବୁଝିଗଲି। ଏବେ ଆସିବା ଆମର ଶେଷ ପ୍ରଶ୍ନକୁ, ରିଡିଂ କମ୍ପ୍ରିହେନ୍ସନ୍। 10ମ ପ୍ରଶ୍ନ ପାଇଁ ଏକ ଛୋଟ ଅନୁଚ୍ଛେଦ ଅଛି। ବୁକ୍ସ ଆର୍ ଆୱାର ବେଷ୍ଟ ଫ୍ରେଣ୍ଡସ୍, ଦେ ଗିଭ୍ ଅସ୍ ନଲେଜ ଆଣ୍ଡ ୱିଜଡମ୍। ପ୍ରଶ୍ନଟି ହେଉଛି ହ୍ୱାଟ ଡୁ ବୁକ୍ସ ଗିଭ୍ ଅସ୍? A, ମନି, B, ଏଣ୍ଟରଟେନମେଣ୍ଟ ଓନ୍ଲି,
ସି ନଲେଜ ଆଣ୍ଡ ୱିଜଡମ୍, ଡି ପାୱାର। ଏଇଟା ତ ମାନେ ସବୁଠାରୁ ସହଜ ପ୍ରଶ୍ନ। ଏହାର ଉତ୍ତର ସିଧାସଳଖ ଅନୁଚ୍ଛେଦରେ ଲେଖା ହୋଇଛି, ଦେ ଗିଭ୍ ଅସ୍ ନଲେଜ ଆଣ୍ଡ ୱିଜଡମ୍। ହଁ, ତେଣୁ ସଠିକ୍ ଉତ୍ତର ହେବ ସି ନଲେଜ ଆଣ୍ଡ ୱିଜଡମ୍। ଏଭଳି ପ୍ରଶ୍ନରେ କେବଳ ଧ୍ୟାନର ସହିତ ପଢ଼ି ଉତ୍ତର ଖୋଜିବାର ଅଛି। କିନ୍ତୁ କ'ଣ ସବୁବେଳେ ଏତେ ସିଧା ପ୍ରଶ୍ନ ଆସେ? ମୋର ମନେ ହୁଏ ବେଳେବେଳେ ଏମିତି ପ୍ରଶ୍ନ ଆସେ ଯାହାର ଉତ୍ତର ସିଧାସଳଖ ଲେଖା ନଥାଏ। ଆପଣ ଠିକ୍ କହିଲେ। କମ୍ପ୍ରିହେନ୍ସନ୍ ଦୁଇ ପ୍ରକାରର ହୋଇପାରେ। ଗୋଟିଏ ହେଲା ଡାଇରେକ୍ଟ କ୍ୱେଶ୍ଚନ୍ସ, ଯେମିତି ଏଇଟା। ଆଉ ଦ୍ୱିତୀୟଟି ହେଲା ଇନଫରେନ୍ସ ବେସ୍ଡ କ୍ୱେଶ୍ଚନ୍ସ। ସେଠି ଆମକୁ ଲେଖକଙ୍କର ଉଦ୍ଦେଶ୍ୟ କିମ୍ବା କିଛି ଅକୁହା କଥାକୁ ବୁଝି ଉତ୍ତର ଦେବାକୁ ପଡ଼େ। ତା ପାଇଁ ଟିକେ ଗଭୀର ବୁଝାମଣା ଦରକାର। ବୁଝିଲି। ତେବେ ଏହି 10ଟି ପ୍ରଶ୍ନରୁ ଗୋଟିଏ କଥା ତ ସ୍ପଷ୍ଟ ଯେ ପରୀକ୍ଷକ କେବଳ ଆମର ଜ୍ଞାନ ନୁହେଁ, ଆମର ଧୈର୍ଯ୍ୟ, ତର୍କଶକ୍ତି ଆଉ ଛୋଟ ଛୋଟ ଜିନିଷ ଉପରେ ଧ୍ୟାନ ଦେବାର କ୍ଷମତାକୁ ବି ପରଖୁଛନ୍ତି। ଏକଦମ ସଠିକ୍। ଆଜିର ଆଲୋଚନାରୁ ପ୍ରକୃତ ଶିକ୍ଷା କେବଳ ଉତ୍ତର ଜାଣିବା ନୁହେଁ, ବରଂ ପ୍ରଶ୍ନଗୁଡ଼ିକୁ ଦେଖିବାର ଦୃଷ୍ଟିକୋଣକୁ ବଦଳାଇବା। ହଁ, ଆଉ କୌଣସି ପ୍ରଶ୍ନ ପଛରେ ଥିବା ନିୟମକୁ ଚିହ୍ନିବା ଏବଂ ତାକୁ ସହଜ ଉପାୟରେ ମନେ ରଖିବା ହିଁ ପ୍ରକୃତ କୌଶଳ। ହେଲେ ଏସବୁ ଦେଖିଲା ପରେ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି। କୁହନ୍ତୁ। ଏଭଳି ପରୀକ୍ଷାଗୁଡ଼ିକ ପ୍ରକୃତରେ ଜଣକର ଭାଷାଗତ ଦକ୍ଷତା ମାପିଥାଏ ନା କେବଳ କିଛି ସୀମିତ ପରୀକ୍ଷା ଉପଯୋଗୀ ନିୟମକୁ ଆୟତ୍ତ କରିବାର କ୍ଷମତାକୁ? ଜଣେ ଯିଏ ଇଂରେଜୀ ଭଲ କହେ କିନ୍ତୁ ଡିଡ୍ ପରେ V1 ଲାଗେ ବୋଲି ନିୟମଟା ଜାଣିନି, ତାକୁ ଆମେ କ'ଣ କହିବା? ଏହା ମାନେ ଏକ ଚିନ୍ତାର ବିଷୟ।